ଗଜପତି ଜିଲ୍ଲାରେ ଉଦ୍ଘାଟନ ହୋଇଛି ସରକାରଙ୍କ ମାଣ୍ଡିଆ ମଣ୍ଡି। ରାମଗିରି ପଞ୍ଚାୟତ ରାୟ ଉଦୟଗିରି ବ୍ଲକଠାରେ ଏହାର ପ୍ରଥମ ମଣ୍ଡି ଆରମ୍ଭ ହୋଇଛି। ମା କୁରେଇଶୁଣୀ ପ୍ରଡ୍ୟୁସର କମ୍ପାନୀ ଲି ଦ୍ୱାରା ରାମଗିରିଠାରେ ଏହି ମଣ୍ଡିର ପ୍ରଥମ ଉଦ୍ଘାଟନ କରାଯାଇଥିଲା। ଗଜପତି ଜିଲ୍ଲାରେ ମୋଟ 21 ଗୋଟି ମଣ୍ଡି ମାଧ୍ୟମରେ 6 ଗୋଟି ବ୍ଲକରୁ ମୋଟ 25,000 କୁଇଣ୍ଟାଲ ମାଣ୍ଡିଆ ମଣ୍ଡି ମାଧ୍ୟମରେ କିଣାଯିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଓ କୃଷି ବିଭାଗ ତରଫରୁ ଏ ବର୍ଷ ମାଣ୍ଡିଆର ସରକାରୀ ସର୍ବନିମ୍ନ ଦର 4,886 ଟଙ୍କା କୁଇଣ୍ଟାଲ ପିଛା ନିର୍ଦ୍ଧାରଣ କରାଯାଇଥିବା ବେଳେ ସମଗ୍ର ଜିଲ୍ଲାରେ 6ଟି ବ୍ଲକରେ ସର୍ବମୋଟ 9 ଗୋଟି ବ୍ଲକ ସ୍ତରୀୟ ମହାସଂଘ ତଥା ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ 21ଟି ମଣ୍ଡିରେ ଏ ବର୍ଷ ମାଣ୍ଡିଆ ବିକ୍ରି ପାଇଁ ସର୍ବମୋଟ 6,669 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ମଣ୍ଡି ଉଦ୍ଘାଟନରେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଡିସିସିର ଶାଖା ମୁଖ୍ୟ ତଥା ପିଏଆଇଟିଡିଏ ଅଂଶୁମାନ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ଜିଲ୍ଲା କୃଷି ଅଧିକାରୀ ବିରଞ୍ଚି ମଙ୍ଗରାଜ, ବ୍ଲକ କୃଷି ଅଧିକାରୀ ଭାବେନ୍ଦ୍ର ମୁର୍ମୁ, ସ୍ଥାନୀୟ ସରପଞ୍ଚ, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ସଂଯୋଜକ ଗଗନ ବିହାରୀ ପାଳ ଓ ପ୍ରିୟଙ୍କା କୁମାରୀ, ଆଇଟିଡିଏର କର୍ମକର୍ତ୍ତା ତଥା ଶିବାଜୀ ପ୍ରଧାନ, ଦେବବ୍ରତ ସ୍ୱାଇଁ, ଅରୁଣ ମିଶ୍ର ତଥା ଶ୍ରୀ ଅନ୍ନ ଅଭିଯାନର ବ୍ଲକ ଅଧିକାରୀ, ସୁରକ୍ଷା ଏନଜିଓର କର୍ମକର୍ତ୍ତା, ମା କୁରେଇଶୁଣୀ ପ୍ରଡ୍ୟୁସର କମ୍ପାନୀର ସମସ୍ତ କର୍ମକର୍ତ୍ତା ଓ ବୋର୍ଡ ଅଫ୍ ଡାଇରେକ୍ଟର ଓ ଚାଷୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଣ୍ଡିଆକୁ ଉନ୍ନତ ତଥା ସର୍ବନିମ୍ନ ଗୁଣବତ୍ତା ମାନର ଆଣି ମଣ୍ଡିରେ ଦେବା ସହ ଚାଷୀମାନେ ଉପକୃତ ହେବା ପାଇଁ କହି ମା କୁରେଇଶୁଣୀର ବରିଷ୍ଠ କର୍ମଚାରୀ ତଥା ପ୍ରସନ୍ନ ଦଳାଇ ସଭା ସାଙ୍ଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।